जय जगन्नाथ। ଏନୁମରେଟର ମାନେ ଏଚଏଲଓ ଆପ୍ରେ କିପରି ଜନଗଣନା କାର୍ଯ୍ୟ ସହଜରେ କରିପାରିବେ ଚାଲନ୍ତୁ ଜାଣିନେବା। ନା ସର୍ବପ୍ରଥମେ ଏଚଏଲଓ ଆପ୍ ଓପନ୍ କରିବେ। ଓପନ୍ କଲା ପରେ ନିଜର ଓପନ୍ କରିବେ, ତାପରେ ନିଜର ଯେଉଁ ପିନ୍ ବନେଇଥିବେ ତାକୁ ସେହି ପିନ୍କୁ ଭରିବେ ଆଉ ସବମିଟ୍ରେ କ୍ଲିକ୍ କରିବେ। ସବମିଟ୍ରେ କ୍ଲିକ୍ କଲା ପରେ ଏହିଭଳି ଇଣ୍ଟରଫେସ୍ ଦେଖାଯିବ। ଏଠି ଡିଷ୍ଟ୍ରିକ୍ଟ, ଷ୍ଟେଟ୍, ଡିଷ୍ଟ୍ରିକ୍ଟ, ସବ୍ ଡିଷ୍ଟ୍ରିକ୍ଟ, ଭିଲେଜ୍, ୱାର୍ଡ଼ ନମ୍ବର, ଏଚଏଲବି ନମ୍ବର ସବୁ ଅଟୋମେଟିକ୍ ଶୋ କରିବ। ଠିକ୍ ଅଛି। ଏଠି ନମ୍ବର ଅଫ୍ ସେନ୍ସସ୍ ହାଉସ୍, ନମ୍ବର ଅଫ୍ ବିଲ୍ଡିଂ ଏଗୁଡ଼ାକ ଅଟୋମେଟିକ୍ ଶୋ କରିବ। ତ ଆମକୁ ଆଉ କିଛି କରିବାକୁ ପଡ଼ିବ ନାହିଁ। ଆମକୁ ତଳେ ଯାହା ଲେଖା ହେଇଛି ହାଉସ୍ ଲିଷ୍ଟ ଅପରେସନରେ ଆମକୁ କ୍ଲିକ୍ କରିବାକୁ ପଡ଼ିବ। କ୍ଲିକ୍ କଲେ ଦେଖନ୍ତୁ ଏଇଭଳି ଶୋ କରିବ। ହାଉସ୍ ଲିଷ୍ଟିଂ ବ୍ଲକ୍ ନମ୍ବର ଯାହା ଅଛି ତାହା ଶୋ କରିବ। ତାପରେ ହାଉସ୍ ଲିଷ୍ଟ ଏଣ୍ଟ୍ରି, ଯେହେତୁ ଆମକୁ ନା ସେନ୍ସସ୍ କାର୍ଯ୍ୟ କରିବାର ଅଛି, ସେଇଥିପାଇଁ ଆମେ ହାଉସ୍ ଲିଷ୍ଟ ଏଣ୍ଟ୍ରିରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲେ ଦେଖନ୍ତୁ ଏଇଭଳି ଶୋ କରିବ। ଏଠି ଦେଖନ୍ତୁ ଲାଇନ୍ ନମ୍ବର ଅଛି, ବିଲ୍ଡିଂ ନମ୍ବର ଅଛି, ସେନ୍ସସ୍ ହାଉସ୍ ନମ୍ବର ଅଛି। ତ ଏଇ ଜାଗାରେ ଗୋଟେ କନଫ୍ୟୁଜନ୍ ଅଛି, ତାକୁ ଆମେ ଦୂର କରିବା। ଦେଖନ୍ତୁ ଯେଉଁ ଏନୁମରେଟର ମାନେ ନା ଗ୍ରାମାଞ୍ଚଳରେ ଅଛନ୍ତି ସେମାନଙ୍କ ପାଇଁ ବିଲ୍ଡିଂ ନମ୍ବର, ସେନ୍ସସ୍ ହାଉସ୍ ନମ୍ବର ପକାଇବାଟା ଟିକେ ସହଜ ହେବ। କିନ୍ତୁ ଯେଉଁମାନେ ସହରାଞ୍ଚଳରେ ଅଛନ୍ତି ତାଙ୍କ ପାଇଁ ଦେଖନ୍ତୁ ଟିକେ ନା ମନେକର ଧରି ନିଅନ୍ତୁ ଗୋଟେ ବିଲ୍ଡିଂ ଏ ଅଛି ସହରାଞ୍ଚଳରେ। ସେହି ଏ ବିଲ୍ଡିଂ ଭିତରେ ନା 10ଟା ରୁମ୍ ଅଛି ଆଉ 10 ଜଣ ପରିବାର ପ୍ରତ୍ୟେକ ରୁମ୍ରେ ନା ରହୁଛନ୍ତି। ତା'ର ଅର୍ଥ ହେଲା ସେ ଏ ବିଲ୍ଡିଂ ସେଟା ରହିବ। ଆଉ ସେଠି 10 ଜଣ ପରିବାର 10ଟା ରୁମ୍ରେ ରହୁଛନ୍ତି। ତା'ର ଅର୍ଥ ହେଉଛି ସେନ୍ସସ୍ ହାଉସ୍ ନମ୍ବର 1 to 10 ଯାହା ବି ସିରିଏଲ୍ ଥିବ ସେଇଭଳି ଆପଣ ମାର୍କିଂ କରିଥିବେ। ସେଇଭଳି ଆମେ ପକାଇ ପାରିବା ନା ସେନ୍ସସ୍ ନମ୍ବର 1, ସେନ୍ସସ୍ ନମ୍ବର 2, ସେନ୍ସସ୍ ନମ୍ବର 3 ଏଇଭଳି ଆମେ ପକାଇ ପାରିବା। ଗ୍ରାମାଞ୍ଚଳ କଥା ଯଦି କହିବା, ନା ଗ୍ରାମାଞ୍ଚଳରେ ଦେଖନ୍ତୁ ଗୋଟେ ଘର କିନ୍ତୁ ସେଠି 2ଟା 3ଟା ପରିବାର ଏକା ସାଙ୍ଗରେ ବାସ କରନ୍ତି। ତାହେଲେ ସେଠି କ'ଣ ହେବ ନା ବିଲ୍ଡିଂ ନମ୍ବର ସେମ୍ ରହିବ, ସେନ୍ସସ୍ ହାଉସ୍ ନମ୍ବର ସେଠି ଆମେ କ'ଣ କରିବା ରିପିଟ୍ ଦେଇପାରିବା। ଠିକ୍ ଅଛି। ଯେହେତୁ ସେ ଗୋଟେ ସେନ୍ସସ୍ ହାଉସ୍ ନମ୍ବରରେ ନା ଗ୍ରାମାଞ୍ଚଳରେ ଘର ଗୋଟେ ହେଇଥିବ, କିନ୍ତୁ ସେ ଘର ଭିତରେ ନା 2ଟା 3ଟା ଫ୍ୟାମିଲି, ଯେହେତୁ ଗୋଟେ ବାପାର 3ଟା 4ଟା ପୁଅ ଥାନ୍ତି, ତାହେଲେ ସେ ଗୋଟେ ଘରେ ହିଁ ରହୁଥାନ୍ତି। ତାହେଲେ ଯେତେବେଳେ ତାଙ୍କୁ ପଚାରିବେ ଯେ ଆମକୁ ଅଲଗା କରନ୍ତୁ କହିବେ, ସେତେବେଳେ ଆମେ କ'ଣ କରିବା ନା ସେନ୍ସସ୍ ହାଉସ୍ ନମ୍ବର ଆମକୁ କ'ଣ କରିବାକୁ ପଡ଼ିବ, ଅଲଗା ବି ଦେଇପାରିବେ, ନଚେତ୍ ରିପିଟ୍ ମଧ୍ୟ ଦେଇପାରିବେ। ତାହେଲେ ଏଇଭଳି ଆମେ ବିଲ୍ଡିଂ ନମ୍ବର ଆଉ ସେନ୍ସସ୍ ହାଉସ୍ ନମ୍ବର ଆମେ ଦେଇପାରିବା। ତାପରେ ଆମେ କ'ଣ କରିବା ନା ନେକ୍ସଟରେ ଆମେ କ୍ଲିକ୍ କରିନେବା। ନେକ୍ସଟରେ କ୍ଲିକ୍ କଲେ ଦେଖନ୍ତୁ ଏଠି ସେମ୍ ଅଛି। ସେ ବିଲ୍ଡିଂ ନମ୍ବରରେ ଆମେ ଆଲଫାବେଟ୍ ବି ଦେଇପାରିବା କିମ୍ବା ଆମେ ତାକୁ ନ୍ୟୁମେରିକାଲ ମଧ୍ୟ ଦେଇପାରିବା। ଠିକ୍ ଅଛି। ତା ସହିତ ଦେଖନ୍ତୁ ନା ସେନ୍ସସ୍ ହାଉସ୍ ନମ୍ବର ଯେଉଁଟା ଆପଣ DLM ଆପ୍ରେ ମାର୍କିଂ କରିଥିବେ ସେଇଭଳି ସେନ୍ସସ୍ ହାଉସ୍ ନମ୍ବର ଏଠି ଦେବେ ଆଉ ନେକ୍ସଟରେ କ୍ଲିକ୍ କରିନେବେ। ନେକ୍ସଟରେ କ୍ଲିକ୍ କଲେ ଦେଖନ୍ତୁ ଏଠି ଆସିଗଲା ମୁଖ୍ୟ ନା ମେଟେରିଆଲ ପାର୍ଟିକୁଲାର୍ସ, ନା ପ୍ରିଡୋମିନାଣ୍ଟ ମେଟେରିଆଲ ଅଫ୍ ଫ୍ଲୋରର ମୁଖ୍ୟ ମେଟେରିଆଲ କ'ଣ ଯାହା ଅଛି ତାହା ଏଠି ସିଲେକ୍ଟ କରିବେ। ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ପ୍ରିଡୋମିନାଣ୍ଟ ମେଟେରିଆଲ ଅଫ୍ ୱାଲ୍ର ମୁଖ୍ୟ ମେଟେରିଆଲ କ'ଣ ଯାହା ଅଛି ତାହା ଏଠି ସିଲେକ୍ଟ କରିନେବେ ଆଉ ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ପ୍ରିଡୋମିନାଣ୍ଟ ମେଟେରିଆଲ ଅଫ୍ ରୁଫ୍, ଛାତର ମେଟେରିଆଲ କେଉଁ ପ୍ରକାର ଅଛି, ନା କଂକ୍ରିଟ୍, ନା ଷ୍ଟୋନ୍, ନା ଯାହା ଅଛି ସେଇଭଳି ଆପଣ ଏଠି ସିଲେକ୍ଟ କରିନେବେ। ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ଏଇଟା ସେନ୍ସସ୍ ହାଉସ୍। ସେ ସେନ୍ସସ୍ ହାଉସ୍ଟା କେଉଁ ପ୍ରକାର ଅଛି, ସେଇଟା ରେସିଡେଣ୍ଟ, ନା ରେସିଡେଣ୍ଟ କମ୍ ଅଦର ୟୁଜ୍, ସପ୍, ସ୍କୁଲ, ହଷ୍ଟେଲ, ନା ଲଜ୍, କେଉଁ ପ୍ରକାର ଅଛି ସେ ସେନ୍ସସ୍ ହାଉସ୍ଟା ଏଠି ଆପଣ ସିଲେକ୍ଟ କରିବେ ଆଉ ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ଏଠି କଣ୍ଡିସନ୍ ଅଫ୍ ସେନ୍ସସ୍ ହାଉସ୍ର କଣ୍ଡିସନ୍ କେଉଁ ପ୍ରକାର ଅଛି। 8 ନମ୍ବରରେ ଦେଖନ୍ତୁ ଗୁଡ୍, ନା ଲିଭେବୁଲ୍, ଯାହା ବି କି ଡିଲାପିଟେଡ୍ ଯାହା ଅଛି ତାହା ସିଲେକ୍ଟ କରିବେ ଆଉ ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ହାଉସ୍ ହୋଲ୍ଡର ନମ୍ବର ଏଇଟା ଅଟୋମେଟିକ୍ ଆସିଯିବ, ୟା ପାଇଁ ଆଉ କିଛି କରିବାର ନାହିଁ। ତାପରେ ଟୋଟାଲ୍ ନମ୍ବର ଅଫ୍ ପର୍ସନ୍ ନର୍ମାଲି ରିସାଇଡ଼ିଂ ଇନ୍ ଦିସ୍ ହାଉସ୍ ହୋଲ୍ଡ, ତାହେଲେ ସେଠି କେତେ ଜଣ ନା ସଦସ୍ୟ ବସବାସ କରନ୍ତି ସେଠି ପକାଇବେ। ତାପରେ ନେମ୍ ଅଫ୍ ଦ ହେଡ୍ର ହାଉସ୍, ସେଇ ହାଉସ୍ ହୋଲ୍ଡର ହେଡ୍ର ନାଁ ଏଠି ଏଣ୍ଟ୍ରି କରିବେ ଆଉ ନେକ୍ସଟ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ନା ମନେକର କୌଣସି ଯଦି ହାଉସ୍ ହୋଲ୍ଡର ମୁଖ୍ୟ ନା ଆଗରୁ ସେଲ୍ଫ ଏନୁମରେସନ୍ ମାଧ୍ୟମରେ ନିଜର ଜନଗଣନା କରିସାରିଛନ୍ତି, ତାହେଲେ ଏହି ଜାଗାରେ ସେହି
ସେହି ସଦସ୍ୟଙ୍କର ବା ସେହି ସେଲ୍ଫ ଏନ୍ୟୁମରେଟରର ଯେଉଁ ରେଫରେନ୍ସ ନମ୍ବର ଅଛି ତାକୁ ଆଣିବା ଆଉ ସବମିଟ୍ରେ କ୍ଲିକ୍ କରିବା, ତାହେଲେ ସବୁ ଡାଟା ଅଟୋମେଟିକ୍ ଆସିଯିବ। ଯଦି ସେଲ୍ଫ ଏନ୍ୟୁମରେସନ୍ କରିନାହାନ୍ତି ତାହେଲେ ଆମେ ସ୍କିପ୍ କରିବା ଆଉ ଆଗକୁ ଯିବା। ଏଠି ସ୍କିପ୍ରେ କ୍ଲିକ୍ କରିବେ ଆଉ ଆଗକୁ ଯିବା। ତାପରେ ଦେଖନ୍ତୁ ଏଠି ଯେଉଁ ନା ପରିବାରର ହେଡ୍ ତାର ହେଲା ସେକ୍ସ କ'ଣ ରହିବ, ମେଲ୍ ଫିମେଲ୍ ଯାହା ରହିବ ଏଠି ସିଲେକ୍ଟ କରିବେ। ତାଙ୍କର SC ST ଯାହା ଥିବ ସିଲେକ୍ଟ କରିବେ। ଠିକ୍ ଅଛି। ଓନରସିପ୍ ଅଫ୍ ଦ ଷ୍ଟାଟସ୍, ସେ ନା ହାଉସ୍ର ଓନରସିପ୍ କ'ଣ ନା ନିଜ ଘର ନା ରେଣ୍ଟରେ ରହୁଛନ୍ତି ଯାହା ଅଛି ସେଭଳି ସିଲେକ୍ଟ କରିବେ। ତାପରେ ଦେଖନ୍ତୁ ନମ୍ବର ଅଫ୍ ଡ୍ୱେଲିଂ ରୁମ୍ସ, ତ ସେଇଠି କେତେ ଜଣ ନା କେତେଟା ରୁମ୍ ଅଛି ତାହା ସେଇଠି ଦେବେ। ତାପରେ ଦେଖନ୍ତୁ ନମ୍ବର ଅଫ୍ ମ୍ୟାରିଡ୍ କପୁଲ୍ ଲିଭିଂ ଇନ୍ ଦ ହାଉସ୍ ହୋଲ୍ଡ, କେତେ ଜଣ ମ୍ୟାରିଡ୍ କପୁଲ୍ ଅଛନ୍ତି ସେଠି ଲେଖିବେ। ତାପରେ ମେନ୍ ସୋର୍ସ ଅଫ୍ ଡ୍ରିଙ୍କିଂ ୱାଟର୍, ମେନ୍ ସୋର୍ସ ଅଫ୍ ଡ୍ରିଙ୍କିଂ ୱାଟର୍ ଯାହା ଆଭେଲେବୁଲ୍ ଥିବ ସେଇ ପ୍ରକାର ହ୍ୟାଣ୍ଡପମ୍ପ ନା ୱେଲ୍ ନା ରିଭର ନା ଯାହା ଅଛି ସେଇଭଳି ଯାହା କହିବେ ସେହି ହିସାବରେ ଆପଣ ମାର୍କିଂ କରିବେ ଆଉ ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଡ୍ରିଙ୍କିଂ ୱାଟର୍ ସୋର୍ସ କ'ଣ, ସେଇଟା ସୋର୍ସ ନା ୱିଦିନ୍ ପ୍ରମିସେସ୍ରେ ଅଛି ବା ନିୟର୍ ପ୍ରମିସେସ୍ରେ ଅଛି ଯାହା ଅଛି ସେଇଭଳି ଆପଣମାନେ କ୍ଲିକ୍ କରିବେ ଆଉ ନେକ୍ସଟରେ କ୍ଲିକ୍ କରିନେବେ। ତାପରେ ଦେଖନ୍ତୁ ମେନ୍ ସୋର୍ସ ଅଫ୍ ଲାଇଟିଂ, ଲାଇଟିଂର ମେନ୍ ସୋର୍ସ କ'ଣ, ଇଲେକ୍ଟ୍ରିସିଟି, କିରୋସିନ୍, ସୋଲାର ଯାହା ଅଛି ତାକୁ ଆମେ ସିଲେକ୍ଟ କରିନେବା। ତାପରେ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ଥିବ ଲାଟ୍ରିନ୍, ଆସେସ୍ ଟୁ ଲାଟ୍ରିନ୍, କେଉଁ ପ୍ରକାର ଲାଟ୍ରିନ୍ ଅଛି ତାକୁ ୟେସ୍ କିମ୍ବା ନୋ, ଯଦି ୟେସ୍ ଅଛି କେଉଁ ପ୍ରକାର ଅଛି, ନୋ ଅଛି ନୋ ଦେଇପାରିବେ। ତାପରେ ଆମେ କ'ଣ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ଦେଖନ୍ତୁ ଟାଇପ୍ ଅଫ୍ ଲାଟ୍ରିନ୍, ନା କେଉଁ ପ୍ରକାର ଲାଟ୍ରିନ୍ ରହିଛି ତାକୁ ଆମେ ସିଲେକ୍ଟ କରିନେବା। ତାପରେ ଦେଖନ୍ତୁ ୱେଷ୍ଟ ୱାଟର୍ ଆଉଟଲେଟ୍ କନେକ୍ଟେଡ୍ ଟୁ, କେଉଁ ପ୍ରକାର ଅଛି, କ୍ଲୋଜ୍ ଡ୍ରେନେଜ୍ ଅଛି ନା ଓପନ୍ ଡ୍ରେନେଜ୍ ଅଛି, ନୋ ଡ୍ରେନେଜ୍ ଅଛି, ଯେଉଁଟା ଆଭେଲେବୁଲ୍ ତାକୁ ଆମେ ସିଲେକ୍ଟ କରିବା ଆଉ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ବାଥିଂ ଫ୍ୟାସିଲିଟି କେଉଁ ପ୍ରକାର ଅଛି କି ନାହିଁ, ଯଦି ଅଛି ୟେସ୍ ଦେବେ, ଯଦି ନାହିଁ ନୋ ଦେବେ। ଠିକ୍ ଅଛି। ତାପରେ ଦେଖନ୍ତୁ ନା ଆଭେଲେବିଲିଟି ଅଫ୍ କିଚେନ୍ ଆଉ LPG ଅଛି କି ନାହିଁ, ଯଦି ଅଛି ୟେସ୍ ଦେବେ, ଯଦି ନାହିଁ ସେଇ ପ୍ରକାରେ ଦେଇପାରିବେ। ତାପରେ ଦେଖନ୍ତୁ ମେନ୍ ଫ୍ୟୁଏଲ୍ ୟୁଜ୍ ଫର୍ କୁକିଂ ପାଇଁ କ'ଣ ଫ୍ୟୁଏଲ୍ ବ୍ୟବହାର କରାଯାଉଛି, ଫାୟାର ଉଡ୍ ନା LPG ନା CNG, ଇଲେକ୍ଟ୍ରିସିଟି, କିରୋସିନି କ'ଣ ବ୍ୟବହାର କରାଯାଉଛି ତାକୁ ଆମେ ଏଠି ସିଲେକ୍ଟ କରିବା ଆଉ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ଦେଖନ୍ତୁ ରେଡ଼ିଓ ଆଉ ଟ୍ରାଞ୍ଜିଷ୍ଟର କ'ଣ ଅଛି ନା ଅନ୍ ମୋବାଇଲରେ ଅଛି ନା ସ୍ମାର୍ଟଫୋନ୍ ଅଛି ନା ଟ୍ରାଡ଼ିସନାଲ୍ ରେଡ଼ିଓ ସେଟ୍ ଅଛି, ଯାହା ଆଭେଲେବୁଲ୍ ଥିବ ଆମେ ସେଇ ପ୍ରକାରେ ଆମକୁ ୟେସ୍ ନୋ ଦେବାକୁ ପଡ଼ିବ। ତାପରେ ଆମେ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ଟେଲିଭିଜନ ଅଛି କି ନାହିଁ ୟେସ୍ ନୋ ଆମେ ପକାଇ ପାରିବା। ତାପରେ ଦେଖନ୍ତୁ ଆକ୍ସେସ୍ ଟୁ ଇଣ୍ଟରନେଟ୍ କେଉଁ ପ୍ରକାର ଆମେ ବ୍ୟବହାର କରୁଛେ, ମୋବାଇଲ ସ୍ମାର୍ଟଫୋନ୍ ନା ଲ୍ୟାପଟପ୍ କମ୍ପ୍ୟୁଟର ବା ଅଦର ଡିଭାଇସ୍ ଯାହା ଅଛି ୟେସ୍ ନୋ ଆମେ ଦେଇପାରିବା। ତାପରେ ଲ୍ୟାପଟପ୍ ବା କମ୍ପ୍ୟୁଟର ଅଛି କି ନାହିଁ, ଯଦି ଅଛି ୟେସ୍, ଯଦି ନାହିଁ ନୋ ଦେଇକି ଆମେ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ଦେଖନ୍ତୁ ଟେଲିଫୋନ୍ ଏଣ୍ଡ ମୋବାଇଲ ଫୋନ୍, ଯଦି ଅଛି ତାହେଲେ ଆମେ ତାକୁ ୟେସ୍ ଦେବା, ଯଦି ନାହିଁ ନୋ ଦେଇପାରିବା ଆଉ ନେକ୍ସଟରେ କ୍ଲିକ୍ କରିନେବା। ତାପରେ ବାଇସାଇକେଲ ଏଣ୍ଡ ସ୍କୁଟର ମୋଟର ସାଇକେଲ ଅଛି କି ନାହିଁ ଆମେ ୟେସ୍ ନୋ ଦେଇପାରିବା। ତାପରେ ଦେଖନ୍ତୁ କାର୍ ଜିପ୍ ଭ୍ୟାନ୍ ଅଛି କି ନାହିଁ, ଯଦି ୟେସ୍ ଅଛି ଯଦି ୟେସ୍ ଦେବା, ଯଦି ନାହିଁ ନୋ ଦେଇକି ଆମେ ନେକ୍ସଟରେ କ୍ଲିକ୍ କରିନେବା। ସିରିଆଲ୍ କନଜ୍ୟୁମ୍ଡ ଇନ୍ ଦ ହାଉସ୍ ହୋଲ୍ଡ, ତ ସେଇ ହାଉସ୍ ହୋଲ୍ଡରେ କ'ଣ କନଜ୍ୟୁମ୍ କରୁଛନ୍ତି, ରାଇସ୍ ନା ୱେଟ୍ ନା ଯାହା ଅଛି ସେଇଭଳି ଆପଣମାନେ ନା ସିଲେକ୍ଟ କରିନେବେ। ତାପରେ ଦେଖନ୍ତୁ ଲାଷ୍ଟରେ ଆସିବ ମୋବାଇଲ ନମ୍ବର, ନା ଲାଷ୍ଟରେ ଆସିବ ମୋବାଇଲ ନମ୍ବର। ଏଠି ହାଉସ୍ ହୋଲ୍ଡ ମୁଖ୍ୟଙ୍କର ଏଠି ମୋବାଇଲ ନମ୍ବର ଭରିବେ। ମୋବାଇଲ ନମ୍ବର ଭରି ସାରିଲା ପରେ ଦେଖନ୍ତୁ ମୋବାଇଲ ନମ୍ବର ଭରି ସାରିଲା ପରେ ତଳେ ସବମିଟ୍ ଲେଖା ହେଇଛି, ସବମିଟ୍ରେ କ୍ଲିକ୍ କରିବେ। ସବମିଟ୍ରେ କ୍ଲିକ୍ କଲେ ଦେଖନ୍ତୁ ଏଠି ଆଉ ଥରେ କନଫର୍ମ ମାଗିବ। ଯଦି ଆପଣମାନେ କିଛିଟା କରେକ୍ସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଡ଼ିଟ୍ରେ କ୍ଲିକ୍ କରିନେବେ ଆଉ ତାକୁ ଟିକେ ଚେକ୍ କରିକି ଆଉ ଥରେ ଦେଖିପାରିବେ ଆଉ ଏଡ଼ିଟ୍ରେ କ୍ଲିକ୍ କରିକି ରିଏଡ଼ିଟ୍ ବା ତାକୁ ଆମେ ଆଉ ଥରେ କ'ଣ କରିବା, ଭରିପାରିବା ଡାଟା। ଯଦି ସବୁ ଠିକ୍ ଅଛି ଭାବୁଛନ୍ତି ତାହେଲେ କନଫର୍ମରେ କ୍ଲିକ୍ କରିନେବେ। କନଫର୍ମରେ କ୍ଲିକ୍ କଲେ ଦେଖନ୍ତୁ ଏଠି ନା ପପଅପ୍ ଆସିଯିବ ଡାଟା ଇନସର୍ଟ ସକ୍ସେସଫୁଲି, ତାହେଲେ ଗୋଟେ ହାଉସ୍ ହୋଲ୍ଡର ଆମେ ଡାଟା ନା ସକ୍ସେସଫୁଲି ଭାବେ ଇନସର୍ଟ କରିନେଲେ। ତ ଏହିପରି ପ୍ରକାରେ ଆମେ ପ୍ରତ୍ୟେକ ହାଉସ୍ ହୋଲ୍ଡର ନା ଡିଟେଲ୍ସ ଆମେ HLO ଆପ୍ରେ ଆମେ ଭରି ପାରିବା।